ଭଗବାନଙ୍କ ଇଙ୍ଗିତରେ ଚାଲିଛି ପୃଥିବୀ। ଆଉ ଏ ପୃଥିବୀ ଯାହାକି ଆମ ସାଂସାରିକ ଜୀବନ, ଏ ସାଂସାରିକ ଜୀବନରେ ଆମର ଭିନ୍ନ ଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ସାଂସାରିକ ରଥ ଚାଲିଛି। ଆଉ ଆମ ସାଂସାରିକ ରଥରେ ନିଜ ରଥରେ ଆମେ ନିଜେ ସାରଥି। ରଥକୁ କିଏ କେମିତି ଚଲାଇବା ତାହା ନିଜର ଉପରେ ନିର୍ଭର କରେ। ଆଉ ଏ ଯେଉଁ ସାରଥି ଆମେ ରହିଲେ, ଆମର ରଥ ଚାଲୁଥିବା ଭିତରେ ବୈବାହିକ ଜୀବନ ଏକ ଅପରିହାର୍ଯ୍ୟ ଅଙ୍ଗ। ବୈବାହିକ ଜୀବନକୁ ଛାଡ଼ିଦେଲେ କୌଣସି ଲୋକଙ୍କର ସଂସାର ରଥ ଚାଲିବା ଅସମ୍ଭବ। ଏ ବୈବାହିକ ଜୀବନ ଭିତରେ ସ୍ୱାମୀ ସ୍ତ୍ରୀର ମନୋମାଳିନ୍ୟ ତାହା ମଧ୍ୟ ଏକ ଅପରିହାର୍ଯ୍ୟ ଅଙ୍ଗ। ସଂସାରରେ ପ୍ରତ୍ୟେକ ବାପା ମାଙ୍କର ମନରେ ଏକ ଚିନ୍ତା ଥାଏ ଯେ ମୋ ଝିଅକୁ ଏକ ସୁନ୍ଦର ପାତ୍ର ଦେଖି ସୁନ୍ଦର ଜ୍ୱାଇଁ ବାହାଘର କରିବି। ହେଲେ ସୁନ୍ଦର ପାତ୍ରର ମାନଦଣ୍ଡ ଖୋଜିଲା ବେଳେ ପ୍ରତ୍ୟେକଙ୍କ ନଜରରେ ଥାଏ ସରକାରୀ ଚାକିରିଆ ଅବା ଧନୀ ଘରର ପୁଅ। ଦୃଢ଼ୋକ୍ତିରେ ଆମେ କହିପାରିବା, ସରକାରୀ ଚାକିରିଆ ହଉ, କୌଣସି ବିଜନେସମ୍ୟାନ୍ ହଉ, ଅଧିକ ବ୍ୟବସାୟ କରିକି ପଇସା ଅର୍ଥ ଉପାର୍ଜନ କରୁଥିବା ଲୋକ ହଉ, କିମ୍ବା ପୈତୃକ ସମ୍ପତ୍ତି ଭରପୁର ଥିବା ଗୋଟେ ପାତ୍ର ହଉ, ଆମେ ବିବାହର 5-10 ବର୍ଷ 15 ବର୍ଷ ପରେ ଦେଖୁଛେ କୌଣସି ବଡ଼ ଚାକିରି କରୁଥିବା, ଅଧିକ ଅର୍ଥ ଥିବା ପିଲା, ତାଙ୍କର ସ୍ୱାମୀ ସ୍ତ୍ରୀ 2 ଜଣ ଯାକ ସମ୍ପର୍କ ଯଦି ଉତ୍ତମ ଅଛି, ବର୍ତ୍ତମାନ ଯଦି ତାଙ୍କରି ପାଖରୁ ତାଙ୍କର ଚାକିରି ନେଇ ନିଆଯାଏ, ତାଙ୍କର ସମସ୍ତ ଅର୍ଥ ନେଇ ନିଆଯାଏ, ତାପରେ ମଧ୍ୟ ସେ ତା ସ୍ତ୍ରୀକୁ ସୁନ୍ଦର ଶାନ୍ତିର ସହିତ ରଖିପାରିବ ଏବଂ ସ୍ତ୍ରୀ ମଧ୍ୟ ତାଙ୍କ ସହିତ ଶାନ୍ତିରେ ଚଳିପାରିବ। ସଂସାର ରଥ ଚଳାଇବାକୁ ନିଜ ନିଜ ମଧ୍ୟରେ ଯେଉଁ ବୁଝାମଣା ତାହା ନିତ୍ୟାନ୍ତ ଆବଶ୍ୟକ। ଆଉ ଗୋଟେ ହେଲା ଭାଗ୍ୟ। ରାଜା ଜନକ ମାତା ସୀତାଙ୍କୁ ବିବାହ କରାଇଥିଲେ ରଘୁକୁଳ ତିଳକ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ସହିତ। ଏ ଜାଣିଥିଲା ଯେଉଁଦିନ ବିବାହ ତା ପରଦିନ ସେ ବନବାସ ଯିବେ। ବନବାସ ଗଲେ 14 ବର୍ଷ ବନରେ ବିତେଇକି ଆସିଲେ। ପୁଣି କିଏ ସେ ରାମିଆ ତା ସ୍ତ୍ରୀ ସହିତ କଳି, ତା କଥାକୁ ଶୁଣି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ମାତା ସୀତାଙ୍କୁ ପୁଣି ବନକୁ ପଠାଇଲେ। ସେଠି ଲବକୁଶ ହେଲେ, ରାମାୟଣ ଗାନ କଲେ। ତେଣୁ ବନ୍ଧୁଗଣ ଏବଂ ପ୍ରତ୍ୟେକ ମା ବାପା ଏବଂ ପ୍ରତ୍ୟେକ ଝିଅ ପ୍ରତ୍ୟେକ ପୁଅ ସମସ୍ତଙ୍କ ମନରୁ ଏ ଭ୍ରାନ୍ତ ଧାରଣା ଦୂରେଇ ଦିଅନ୍ତୁ ଯେ ଜଣେ ଭଲ ଚାକିରି କରୁଥିବ କିମ୍ବା ବ୍ୟବସାୟ କରି ଭଲ ଅର୍ଥ ଉପାର୍ଜନ କରୁଥିବ କିମ୍ବା କାହାର ପୈତୃକ ସମ୍ପତ୍ତି ଥିବ, ଏମିତି ଜଣେ ଧନୀଶାଳୀ ଲୋକଙ୍କୁ ବିବାହ କଲେ ଯେ ଜୀବନ ଶାନ୍ତିରେ ରହିବ, ସଂସାର ରଥ ଶାନ୍ତିରେ ଚାଲିବ, ଏହା ଏକ ଭୁଲ ଧାରଣା।